ଏବେ ବି ସାରଥୀ ବାବାଙ୍କୁ ଭୁଲି ପାରିନାହାନ୍ତି ଲୋକେ। ହଜାର ହଜାର ସାରଥୀ ବାବାଙ୍କ ଭକ୍ତ ଏକତ୍ରିତ ହୋଇ ଏକ ବିଶାଳ ସତ୍ସଙ୍ଗ ଆୟୋଜିତ କରିଛନ୍ତି, ଯେଉଁଥିରେ ଜିଲ୍ଲା ଛଡ଼ା ଓଡ଼ିଶା ତଥା ଓଡ଼ିଶା ବାହାରୁ ହଜାର ହଜାର ସାରଥୀ ବାବାଙ୍କ ଶ୍ରଦ୍ଧାଳୁ ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା। ହଁ ଦର୍ଶକ ବନ୍ଧୁ, ଏ ଦୃଶ୍ୟ ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲାର ପଦ୍ମପୋଖରୀ ଗାଁରେ। ପ୍ରଥମେ ଏକ ସୁସଜ୍ଜିତ ରଥରେ ବିଭିନ୍ନ ପାରମ୍ପରିକ ବାଦ୍ୟ ଓ ନୃତ୍ୟର ତାଳେ ତାଳେ ଶୋଭାଯାତ୍ରା କରି ସାରଥୀ ବାବାଙ୍କ ପାଦୁକାକୁ ସତ୍ସଙ୍ଗ ମଣ୍ଡପକୁ ବିଜେ କରାଯାଇଥିଲା। ତତ୍ପରେ ସାରଥୀ ବାବା କଥାମୃତ କରି ଶେଷରେ ସାରଥୀ ବାବାଙ୍କ ଦିବ୍ୟ ଆଳତି କରାଯାଇଥିଲା। ଏବଂ ଏହାପରେ ସମସ୍ତ ଶ୍ରଦ୍ଧାଳୁ ପ୍ରସାଦ ସେବନ କରି ନିଜ ନିଜ ଘରକୁ ଫେରିଥିଲେ, ଯାହାକି ପଦ୍ମପୋଖରୀ ଗାଁରେ ଏକ ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି କରିଥିଲା। ବ୍ୟୁରୋ ରିପୋର୍ଟ, ସ୍ପଟଲାଇଟ୍ ଇଣ୍ଡିଆ।